ମୁଁ ଜାଣିନି ସାର୍। ମୁଁ ସାର୍ କଲେଜ ଯାଇଥିଲି ସକାଳୁ ଉଠିକି। ସାର୍ ସେଇଠୁ ସାର୍ ମୁଁ ସାର୍ କ୍ଲାସ୍ କଲି। କ୍ଲାସ୍ ପରେ ତା ନାଁ ହେଉଛି ଓମ୍ ପ୍ରକାଶ। ହେଲା ମୋତେ ସାର୍ କହିଲେ କି ତୁ ଟିକେ ଗେଟ୍ ବାହାରୁ ଚାଲେ। ମୁଁ କହିଲି ଭାଇ କ'ଣ ପାଇଁ? ସେ ମୋଠୁ 2 ବର୍ଷ କିମ୍ବା 1 ବର୍ଷ ବଡ଼। ତାର ହେଉଛି +3 କିମ୍ବା +3 ଫାର୍ଷ୍ଟ ଇୟର୍ ନହେଲେ +3 ସେକେଣ୍ଡ ଇୟର୍। ଆଜ୍ଞା ସାର୍ ସେ ମୋତେ କହିଲେ ତୁ ଟିକେ ବାହାରୁ ଚାଲେ। ମୁଁ ତାଙ୍କୁ କହିଲି ଭାଇ କ'ଣ ପାଇଁ? କହିଲେ କି ତୁ ଚାଲୁନୁ ଚାଲେ ବାହାରୁ ଟିକେ ଚାଲେ। ହେଲା ମୁଁ ଯେମିତି ବାହାରକୁ ଯେମିତି ଯାଇଛି ତାପରେ ସାର୍ ଦେଖିଲି ସାର୍ ଏ ଯେଉଁ 30 ରୁ 33 ପିଲା ଥିଲେ। ହେଲା ସେଇଥିରୁ ମୁଁ କହିଲି ଭାଇ କ'ଣ ହେଇଛି କୁହ, ଭାଇ କ'ଣ ହେଇଛି କୁହ। ତାଙ୍କ ଭିତରୁ କ୍ରିଷ୍ଣା ବୋଲି ଗୋଟେ ପିଲାଟା ସେଠୁ ଦୌଡ଼ି ପଳେଇ ଆସିଲା। ପଳେଇ ଆସିକି ଯେଉଁଟା ମୋ ଯେଉଁ କଲେଜ ଯୋଉଟା ଯେଉଁ ଡ୍ରେସ୍ କୋଡ଼୍ ଏମିତି ଧରିକି ହେଲା ସେ ଯେଉଁ ରାସ୍ତା ସାରା ମୋତେ ଘୋଷାରି ନେଇଗଲା। ଆଉ ତାପରେ ତାଙ୍କ ଗୋଟେ ଗାଡ଼ି ଗୋଟେ ଥିଲା, ବାଇକ୍ ମୋଟର ସାଇକେଲ ଗୋଟେ ଥିଲା। ସେ ଯେଉଁ ମୋଟର ସାଇକେଲ ମୋତେ ନେଇ ଛିଡ଼ା କଲା। ମୋତେ କହିଲେ ସେ ଗାଡ଼ିରେ ବସ। ମୁଁ କହିଲି ନାଇଁ ମୁଁ ଗାଡ଼ିରେ ଶୁଣୁ କାହିଁ ବସିବି। ହେଲା ସେ ମୋତେ କହିଲେ ନାଇଁ ତୁ ଗାଡ଼ିରେ ବସିବାକୁ ପଡ଼ିବ, ତୁ ବସ ଗାଡ଼ିରେ। ହେଲା ମୁଁ ବାରମ୍ବାର ଯେମିତି ମନା ଯେମିତି କଲି। ହେଲା ସାର୍ କ୍ରିଷ୍ଣା ବୋଲି ଗୋଟେ ପିଲା ମୋ ଗାଲରେ ଟାହାକିନା ବସେଇଲା। ସାର୍ ମୋତେ କହିଲା ନ ବସିବୁ ଦେଖିବୁ ତୁ ବସ ଗାଡ଼ିରେ ବସ। ହେଲା ମୁଁ ସେ ଗାଡ଼ିରେ ଯେମିତି ବସିଲି ଭୟଭୀତ ହେଇକି ମୁଁ ସେ ଗାଡ଼ିରେ ବସିଲି। ହେଲା ବସିକି ଅଧା ଅଧି ବାଟରେ ହେଲା ସେ ଯୋଉଟା ବବୁଲ ବୋଲି ପିଲା ଆଉ ତାପରେ ଆଉ ତେଜୁ ବୋଲି ଗୋଟେ ପିଲା ସିଏ ଏବେ ବି ଆରେଷ୍ଟ। ତେଜୁ ବୋଲି ସିଏ ଏବେ ଆରେଷ୍ଟ ହୋଇଥିଲା। ସେ ଯୋଉଟା 2 ଜଣ ମୋତେ କହିଲେ କି ତୁ ଏବେ ଚାଲେ ତୋତେ ଆମେ ଗୋଡ଼ ହାତ ଭାଙ୍ଗି ଫୋପାଡ଼ି ଦେବୁ। ହେଲା ଫୋପାଡ଼ି ଦେଇକି ଆଉ ଗୋଟେ ଥାନାରେ ଗୋଟେ କମ୍ପ୍ଲେନ୍ଟା କରିଦେଇ ପଳେଇ ଆସିବୁ କି ଗୋଟେ ଝିଅଟା ମେସେଜ୍ କରିଥିଲେ ଆମେ ତ ମାରିଥିଲୁ। ହେଲା ଆମକୁ ସେଟା କହିଲେ କି ମେସେଜ୍ କଥା ହେଇଥିଲା କହିଲେ ତାଙ୍କୁ ମୁଁ ସେ କଥା କହିଲି। ତାଙ୍କୁ ମୁଁ କହିଲି ଭାଇ ଦେଖ ଛାଡ଼ିଦିଅ ମୋତେ। ହେଲା ସେ ତାପରେ ଗୋଟେ କୁନ୍ଦୁପୁର ଆଡ଼ୁ ମୋତେ ନେଇଗଲେ। ହେଲା ଅବଶ୍ୟ ମୋତେ ତ ନେଇ ସାରିଲା ପରେ ହେଲା ମୋତେ କହିଲେ ତୁ ଏଠି ଛିଡ଼ା ହ। ମୁଁ କହିଲି ଭାଇ ଯା କ'ଣ ଭାଇ ହେଇଛି ଭାଇ କୁହ, କ'ଣ ଭାଇ ହେଇଛି କୁହ। ହେଲା ମୋତେ କହିଲେ କି ତୁ ଆଗେ ମାଡ଼ ଆଗେ ଖାଇସାର ତାପରେ ଯାଇ ତୋତେ କହିବୁ। ହେଲା ସାର୍ ସେ ତାପରେ ସାର୍ ମୋତେ ସାର୍ ମାଇଲେ ସାର୍। ଆଜ୍ଞା ସାର୍ ଥିଲା ସାର୍ ଏଠି କ'ଣ ନମ୍ବା ସେ ଗୋଟେ ଲୁହା ଟାଇପ୍ର ମାନେ ଏତେ ଜିନିଷ ମୁଁ ତ ଦେଖିନି କିନ୍ତୁ ହେଲା ସେ ସାର୍ ମୋତେ ବାଡ଼େଇ ଦେଇଛି ସାର୍ ଏଇଠି ସାର୍ ଜଣେ ଗୋଟେ ପିଲାଟା ବାଡ଼େଇ ଦେଇଛି ଏଇଠି ସାର୍ ବାଡ଼େଇ ଦେଇଛି ହାତ ଆଉ ଉଠି ହଉନି। ଆଉ ତାପରେ ସାର୍ ମୁଁ ଚୁଟି ଫୁଟି ଟାଣି ସାର୍ ମାଡ଼ ମାରିଛନ୍ତି। କ'ଣ ଦାବି କରିବ ନ୍ୟାୟ ପାଇଁ କ'ଣ ଦାବି କରିବ? ସାର୍ ମୁଁ କ'ଣ କହିବି ସାର୍ ମୋତେ ସବୁ ମାଡ଼ ମାରିଛନ୍ତି ସାର୍। ମୁଁ ତ କଥା ବି ଠିକ୍ ସେ କହିପାରୁନି। କ'ଣ କହିବେ ତାଙ୍କୁ ଦଣ୍ଡ ମିଳୁ? ଆଜ୍ଞା ସେ ଯେଉଁ ଦଣ୍ଡ ତ ଦଣ୍ଡ କଠିନରୁ କଠିନ ଦଣ୍ଡ ସାର୍ ମିଳୁ। ମୁଁ ସାର୍ ଗୋଟେ କଲେଜ ଷ୍ଟୁଡେଣ୍ଟ ସାର୍ ମୋତେ ଏମିତିଆ ମାଡ଼ ମାରିଛନ୍ତି। ତମ ଜୀବନ ପ୍ରତି ବିପଦ, ଜୀବନ ମାରିବା ପାଇଁ ଧମକ ଆଜ୍ଞା ସେ ମାରି ସାରିଲା ପରେ ମୋତେ କହିଲେ ତୁ ଯଦି ତମ ଘରେ କିମ୍ବା ଥାନା ଫାନାରେ କେସ୍ ଫେସ୍ ଯଦି କରୁ ତାହେଲେ ତୋତେ ଆଣିକି ଟିକ୍ ଟିକ୍ କରିକି ସେ ରାଜନଗର ନଈରେ ଫୋପାଡ଼ି ଦେବୁ। ତ ଲାଷ୍ଟରେ ଗୋଟେ ମାଂସ ବି ତୋତେ ପାଇବୁ ନା। ଆଜ୍ଞା ସାର୍